ଶୁଣ, ଏ ସଉଦା ଦିନେ ସରିଯାଉଛି, ତୁ ମତେ କହୁନ କଣ ପାଇଁ? ଆରେ ସେମିତି କିଛି ନାହିଁ, ଦିନ ବେଳେ ଭାତକୁ ଡାଲି କରିଦବା ଆଉ ରାତିରେ ରୁଟି କରିଦବା, ଚଳିଯିବ। ଆଚ୍ଛା ମତେ ଗୋଟେ କଥା କହିଲ, ମୁଁ କୁଆଡେ ଶୁଣିଥିଲି ତମେ ବାହାଘର ପୂର୍ବରୁ ବହୁତ ପଇସା ଖର୍ଚ୍ଚ କରୁଥିଲ ଆଉ ଖାଇବା ପିଇବାରେ ସଉକ ରଖୁଥିଲ। ଯେବେଠୁ ଆମ ବାହାଘର ହେଇସାରିଲାଣି ସେବେଠୁ କେବେ ତାହେଲେ ମତେ କିଛି ତ ମାଗିନ, କେବେ ହେଲେ ଟଙ୍କାଟେ ତ ମତେ ମାଗୁନ, କି କୁଆଡେ ବୁଲେଇ ନେବାକୁ ତ କହୁନ, କି କଣ ସପିଂ କରିବାକୁ ତ କହୁନ, କଣ ପାଇଁ? କାହିଁକି ନା ବାପାଙ୍କ ପଇସା ଆଉ ସ୍ୱାମୀଙ୍କ ପଇସା ଭିତରେ ବହୁତ ଫରକ ଥାଏ। ବାପା ଯୋଉ ପଇସା ଦିଅନ୍ତି ତାର ହିସାବ କାହାକୁ ଦବାକୁ ପଡେନି, ଆଉ ସ୍ୱାମୀ ଯୋଉ ପଇସା ଦିଅନ୍ତି ତାର ହିସାବ ସମସ୍ତଙ୍କୁ ଦବାକୁ ପଡେ। ସ୍ତ୍ରୀ ଯୋଉ କଥାଟି କହିଲେ ସେ କଥାଟି ଠିକ କି ଭୁଲ ଆପଣ ମାନେ ନିଶ୍ଚୟ ଆନ୍ସର କମେଣ୍ଟରେ ଦେବେ।